ମହିଳାମାନଙ୍କର ଯମଲୋକର ଯାତ୍ରା କେମିତି ହୋଇଥାଏ। ଯେମିତି ହିଁ ଗରୁଡ଼ ପୁରାଣରେ ଲେଖା ଅଛି, କେଉଁ କର୍ମ କଲେ ମଣିଷ ସ୍ୱର୍ଗ ଯାଏ ଏବଂ କେଉଁ କର୍ମ କଲେ ମଣିଷ ନର୍କ ଯାଇଥାଏ। କର୍ମ ଅନୁସାରେ ନିର୍ଦ୍ଧାରିତ ହୋଇଥାଏ କିଏ ସ୍ୱର୍ଗକୁ ଯିବ ଆଉ କିଏ ନର୍କକୁ ଯିବ। ଯିଏ ଭଲ କାମ କରେ ଏବଂ ମାଂସହାର କରିନଥାଏ ସେ ସ୍ୱର୍ଗକୁ ଯାଇଥାଏ। ଆଉ ଯିଏ ଖରାପ କାମ କରେ, ଅନ୍ୟ ଲୋକକୁ କଷ୍ଟ ଦିଏ, ମାଂସ ଖାଇଥାଏ, ଖରାପ କର୍ମ କରେ, ସେ ନର୍କକୁ ଯାଇଥାଏ। ଦିନେ ଗରୁଡ଼ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ ନୀଳକଣ୍ଠ, ଆପଣ ମୋତେ ପାପୀ ପୁରୁଷମାନଙ୍କ ବିଷୟରେ କହିଲେ ଆଉ ଯମଲୋକ ଯିବା ରାସ୍ତାରେ ଯେଉଁ କଷ୍ଟ ଭୋଗିବାକୁ ହୁଏ ତାହା ବି ମୋତେ କହିଲେ। ହେଲେ ଏବେ ମୁଁ ମହିଳାମାନଙ୍କର ଯମଲୋକର ଯାତ୍ରା କେମିତି ଜାଣିବାକୁ ଚାହେଁ, ଦୟାକରି ମୋତେ କୁହନ୍ତୁ। ଭଗବାନ କହିଲେ, ହେ ଗରୁଡ଼, ଏହା ତାଙ୍କର କର୍ମ ଅନୁଯାୟୀ ଫଳ ମିଳିଥାଏ। ଯେମିତି କର୍ମ କରିବେ ସେମିତି ଫଳ ପାଇବେ। ଯେମିତି ପୁରୁଷ ଲୋକ ଖରାପ କର୍ମର ଫଳ ତାକୁ ମିଳିଥାଏ, ସ୍ତ୍ରୀ ଲୋକକୁ ମଧ୍ୟ ତା'ର କୁକର୍ମର ଫଳ ତାକୁ ମିଳିଥାଏ। ଯମଲୋକରେ ସ୍ତ୍ରୀ ଲୋକ ନିଜେ ଜାଣିପାରିଥାଏ ଯେ ସେ କେମିତି ତା'ର ଜୀବନକୁ ବ୍ୟର୍ଥ କରି ଦେଇଛି। ଯେତେବେଳେ ଯମଦୂତ ତାକୁ ଅତ୍ୟଧିକ କଷ୍ଟ ଦେଇଥାନ୍ତି, ସେ ବାରମ୍ବାର ତାଙ୍କ ଜୀବନର କରିଥିବା ଖରାପ କର୍ମ ବିଷୟରେ ଭାବିଥାନ୍ତି ଆଉ କୁହନ୍ତି, ସୁଖ ଦୁଃଖର ଦାତା ଆଉ କେହି ନୁହେଁ। ଯେଉଁମାନେ ସୁଖ ଏବଂ ଦୁଃଖର ଦେବା ଅନ୍ୟକୁ ଭାବିଥାନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ଭୁଲ। ଜୀବ ଆତ୍ମା କେବଳ ଆଗରୁ କରିଥିବା କର୍ମର ଫଳ ଭୋଗ କରିଥାଏ। ମୁଁ ଯାହା କରିଛି କ୍ଷମାର ଯୋଗ୍ୟ ନୁହେଁ। ମୁଁ ମୋର ସ୍ୱାମୀ ସହିତ ରହି ତାଙ୍କୁ ସୁଖ ଦେଇନାହିଁ, ତାଙ୍କୁ ବହୁତ କଷ୍ଟ ଦେଇଛି। ନା ସେ ମରିଯିବା ପରେ ମୁଁ କୌଣସି ବ୍ରତର ଠିକ୍ ଭାବେ ପାଳନ କରିଛି। ମୋ ସ୍ୱାମୀର ଭଲ ପାଇଁ ଯାହା ମୁଁ ନ କରିଛି ତାହାର ଫଳ ମୁଁ ଆଜି ଭୋଗୁଛି। ମୁଁ ଉପବାସ ବ୍ରତ ଇତ୍ୟାଦି କରିନାହିଁ। ଏହି ଜୀବ ସ୍ତ୍ରୀ ଶରୀର ବହୁତ ଦୁଃଖଦ ହୋଇଥାଏ। ଆଗରୁ କରିଥିବା ଖରାପ କର୍ମ ପାଇଁ ମୁଁ ଏହାକୁ ପ୍ରାପ୍ତ କରିଥିଲି, କିନ୍ତୁ ସ୍ତ୍ରୀର କର୍ତ୍ତବ୍ୟ ପାଳନ କଲି ନାହିଁ। ବହୁତ ପାପ କଲି, ଆଜି ତାହାର ସଜା ମୁଁ ପାଉଛି।